ଟ୍ରକ୍ ଚକା ତଳେ ଚାପି ହୋଇ ଚାଲିଗଲେ ଭଗବାନ ରଥ। ଆସନ୍ତୁ ଶୁଣିବା ଗମ୍ଭାରିଆ ଗ୍ରାମର ସରପଞ୍ଚଙ୍କ ପ୍ରତିକ୍ରିୟା। ବିଷ୍ଣୁଚରଣ ରଥ ସରପଞ୍ଚ ବନ୍ଦାଳ ଗ୍ରାମ ପଞ୍ଚାୟତ। ଏଠି ଆପଣଙ୍କର ସେଦିନ ଯେଉଁ ଆକ୍ସିଡେଣ୍ଟ ହେଲା, ମୋ ବଡ଼ ଭାଇ ବଡ଼ବାପାଙ୍କ ପୁଅ ଯେଉଁ ଆକ୍ସିଡେଣ୍ଟ ହେଲେ, ସେଥିରେ ଏ ଯେଉଁ ଗୋଟେ କଳ୍ପିତ ଗୋଟେ କରାଯାଉଛି ଯେ ବାଲି ମାଫିଆ ମାନେ ଭାଇକି ମାରିଦେଲେ, ଏଗୁଡ଼ା ସମ୍ପୂର୍ଣ୍ଣ ମିଛ କଥା। ଯେଉଁ ନ୍ୟୁଜ୍ ମାନେ ଏହାକୁ ବଜାଉଛନ୍ତି, ମୁଁ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ ବିନମ୍ରତା ସହିତ ଅନୁରୋଧ କରୁଛି, ତାଙ୍କର ଆକ୍ସିଡେଣ୍ଟ ହେବାର ଥିଲା, କୌଣସି କାରଣରୁ ଆକ୍ସିଡେଣ୍ଟ ହେଲା, ଏଇଟା ସତ କଥା। ତା ଅର୍ଥ ନୁହେଁ ଯେ କେଉଁ ବାଲି ମାଫିଆ ମାରିଦେଲେ ଜବରଦସ୍ତ ଗାଡ଼ି ଚଢ଼େଇକି ମାର୍କେଟ କରିକି ଆସୁଥିଲେ ଆକ୍ସିଡେଣ୍ଟ ହେଲା। ତା ଅର୍ଥ ନୁହେଁ ଯେ ଗୋଟେ ସବୁ ପ୍ରାୟ ଆଜି ମୁଁ ଯାଜପୁର ଟାଉନ୍ ଯାଇଥିଲି, ସଠିପୁରରେ ଶୁଣିଲି ବାଲି ମାଫିଆ ମାନେ ଗାଡ଼ି ଚଢ଼େଇ ଦେଲେ, ମାନେ ଗ୍ରଜ କରିକି ଗାଡ଼ି ଚଢ଼େଇ ଦେଲେ। ଏଇଟା ସମ୍ପୂର୍ଣ୍ଣ ମିଛ କଥା। ମୁଁ ଆପଣଙ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ପୁରା ମିଡ଼ିଆମାନଙ୍କୁ, ପ୍ରତ୍ୟେକ ମିଡ଼ିଆକୁ ଅନୁରୋଧ କରୁଛି, ଦୟା କରିକି ଏଇଟା ନ ବୁଝାନ୍ତୁ ଯେ କେହି ଗୋଟେ ଜବରଦସ୍ତ କେହି ମଣିଷକୁ ମାରିଦେଇପାରେ। ତେଣୁ କେହି କାହାକୁ ମାରି ନାହାନ୍ତି। ଆରାମସେ ସେ ଏମିତି ମାର୍କେଟ କରିକି ଆସୁଥିଲେ, କୌଣସି କାରଣବଶତଃ ତାଙ୍କର ତ ସମୟ ଥିଲା, ମୃତ୍ୟୁ ଆସିଥିଲା, ସେ ଆକ୍ସିଡେଣ୍ଟ ହେଲା। ତା ଅର୍ଥ ତ କେହି ମାରି ଦେଇନାହାନ୍ତି। ଏ ତ ଥିଲେ ଗ୍ରାମର ସରପଞ୍ଚ। ଏବେ ଆସନ୍ତୁ ଶୁଣିବା ତାଙ୍କ ପୁଅଙ୍କ ପ୍ରତିକ୍ରିୟା। ଆମର ବାପା ବଜାର କରି ଯାଇଥିଲେ, ଆସୁଥିବା ସମୟରେ ଆଉ ସାମ୍ନା ପଟରୁ ଗୋଟେ ବାଲି ବୋଝେଇ ଟ୍ରକ୍ ଆଉ ଚପେଇ ଦେଲେ ଏବଂ ବାପାଙ୍କର ସେଇ ସ୍ପଟ୍ ଉପରେ ଡେଥ୍ ହୋଇଯାଇଥିଲା। ଆଉ ସେ ଟ୍ରକ୍ ଚପେଇ ଦେଇ ଏବଂ ସେ ଜାଗାରେ ନ ଅଟକି ସାମ୍ନାକୁ ମାଡ଼ି ଚାଲି ଯାଇଥିଲା ଏବଂ 5-10 କିଲୋମିଟର ଗଲା ପରେ ଆମେ ଗ୍ରାମବାସୀ ମାନଙ୍କ ସହଯୋଗରେ ଆମେ ଟ୍ରକ୍କୁ ଯାଇ ଧଇଲୁ ଏବଂ ଡ୍ରାଇଭର ଫେରାର ଥିଲେ। ଆଉ ବାଲି ଗାଡ଼ି ତାଙ୍କ ଉପରେ ଚଢ଼େଇ ଦେଇଛି, ଏଇଟା ହିଁ ସତ। କିନ୍ତୁ ବାଲି ଖୋପିଆ ସାଙ୍ଗରେ ଏଙ୍କର ଶତ୍ରୁତା ସେଇଟା ଠିକ୍ ନୁହଁ। କିନ୍ତୁ ବାଲି ଗାଡ଼ି ଏଙ୍କ ଉପରେ ଚଢ଼େଇ ଦେଇଛି, ଏଇଟା ବିଲକୁଲ ସତ। 2ଟା-2:30 ବେଳେ ଯେଉଁ ସେମାନେ ଆସୁଥିଲେ ବଜାର କରିକି, ବାଲି ଗାଡ଼ି ଚଢ଼େଇ ଦେଇଛି, ଏଇଟା କିନ୍ତୁ ଫାଇନାଲ ସତ। ବାଲି ମାଫିଆଙ୍କ ସହିତ କୌଣସି ଶତ୍ରୁତା ନା, ବାଲି ମାଫିଆ ସାଙ୍ଗରେ କୌଣସି ଶତ୍ରୁତା ନାହିଁ। ବାଲି ମାଫିଆଙ୍କ ସାଙ୍ଗରେ କୌଣସି ଶତ୍ରୁତା ନାହିଁ, କିନ୍ତୁ ବାଲି ଗାଡ଼ି ତାଙ୍କ ଉପରେ ଚଢ଼େଇ ଦେଇଛି, ଏଇଟା କିନ୍ତୁ ଫାଇନାଲ ସତ।